ଦେଖନ୍ତୁ ସରକାର ତରଫରୁ ବର୍ତ୍ତମାନ ରେଳବାଇରେ ବଡ଼ ଭ୍ୟାକେନ୍ସି ବାହାରିଛି। ଆପଣ ଯଦି ରେଳବାଇରେ ଚାକିରି କରିବାକୁ ଚାହାନ୍ତି ବା ଉଚ୍ଚ ଦରମାରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓଟି ଆପଣଙ୍କ ପାଇଁ ନିହାତି ଜରୁରୀ। ସରକାର ଏବେ ଆପଣଙ୍କ ପାଇଁ ଗଭର୍ଣ୍ଣମେଣ୍ଟ ଚାକିରି ଅର୍ଥାତ୍ ରେଳବାଇରେ ଚାକିରି ନେଇ ଆସିଛନ୍ତି, ଯାହାକି ଯୋଗ୍ୟତା ମାତ୍ର 10ମ ପାସ୍ କରିଥିଲେ ମଧ୍ୟ ଚଳିବ। ଏ ଚାକିରି ଖଣ୍ଡକ ପାଇବା ପାଇଁ ଅନେକ ଆଶାବାଦୀ ବହୁ ଦିନରୁ ସ୍ୱପ୍ନ ଦେଖୁଥିଲେ, କିନ୍ତୁ ସେ ସ୍ୱପ୍ନକୁ ସାକାର କରୁଛନ୍ତି ସରକାର। ଏବେ ପୂରଣ ହେବ 4000 ପଦବୀ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଡିଟେଲ, ଆସନ୍ତୁ ଜାଣିବା। ଦେଖନ୍ତୁ, ଯେଉଁମାନେ ରେଳବାଇରେ ଚାକିରି ପାଇଁ ସ୍ୱପ୍ନ ଦେଖୁଛନ୍ତି ତାଙ୍କ ପାଇଁ ଖୁସି ଖବର ଆସିଛି। 10ମ ଏବଂ ITI ପାସ୍ ଯୁବକଙ୍କ ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳ ଏକ ଭଲ ସୁଯୋଗ ଆଣିଛି। ଆପ୍ରେଣ୍ଟିସିପର ବମ୍ପର ପୋଷ୍ଟଗୁଡ଼ିକରେ ନିଯୁକ୍ତି ପାଇଁ ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି। ତେବେ ଆପଣ ସାଧାରଣତଃ 10ମ କିମ୍ବା ଯଦି ITI ପାସ୍ କରିଥିବେ, ସେହି ଯୁବକମାନଙ୍କ ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଏହି ସୁଯୋଗ ଆପଣଙ୍କ ପାଇଁ ଦେଉଛି। ତେଣୁ ଆପଣ ଏହି ସୁଯୋଗକୁ ବିଲକୁଲ ବି ହାତଛଡ଼ା କରନ୍ତୁ ନାହିଁ ଯଦି ଆପଣଙ୍କର ସ୍ୱପ୍ନ ଗୋଟିଏ ରେଳବାଇରେ ଚାକିରି ଖଣ୍ଡେ ଖୋଜୁଛନ୍ତି ବା ପାଇବା ପାଇଁ ଚାହୁଁଛନ୍ତି। ତାପରେ ଦେଖନ୍ତୁ, ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ଜାନୁଆରୀ ମାସ 27 ତାରିଖ ପର୍ଯ୍ୟନ୍ତ ଏ ସମୟ ଧାର୍ଯ୍ୟ କରାଯାଇଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇରେ ମୋଟ 4232ଟି ଆପ୍ରେଣ୍ଟିସିପ୍ ପଦବୀ ନିଯୁକ୍ତି ହେବ। ପ୍ରାର୍ଥୀମାନେ ଧାର୍ଯ୍ୟ ତାରିଖ ମଧ୍ୟରେ ନିଯୁକ୍ତି ପାଇଁ ଆବେଦନ କରିବା ଉଚିତ ରହିଛି। ଶେଷ ତାରିଖ ପରେ ପ୍ରାର୍ଥୀମାନଙ୍କର ଆବେଦନ ସୁଯୋଗ ଆଉ ଦିଆଯିବ ନାହିଁ କି ସେମାନେ ଆଉ ଆପ୍ଲାଏ କରିପାରିବେ ନାହିଁ। ଆବେଦନକାରୀ ପ୍ରାର୍ଥୀ ସର୍ବନିମ୍ନ 50 ମାର୍କ ସହିତ 10ମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏଥିପାଇଁ ତାଙ୍କ ପାଖରେ ITI ସାର୍ଟିଫିକେଟ୍ ଥିବା ଆବଶ୍ୟକ ରହିଛି। ଯଦି ଆପଣ 10ମ ପରେ ITI କରିଛନ୍ତି ବା ଆପଣଙ୍କର ମାର୍କ 50%ରୁ ଏଭବ୍ ରହିଛି, ତାହେଲେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ହେବ। ତେଣୁ ଆଉ ଡେରି ନକରି ନିହାତି ଆବେଦନ କରନ୍ତୁ। ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ 15 ଏବଂ ସର୍ବାଧିକ ବୟସ 24 ବର୍ଷ ହୋଇଥିବା ନିହାତି ଦରକାର। ତେଣୁ ଆପଣ ଯଦି ଏଇ ଏଜ୍ କ୍ୟାଟାଗୋରୀ ମଧ୍ୟରେ ଆସୁଛନ୍ତି, ତାହେଲେ ଏ ଚାକିରି ଆପଣଙ୍କ ପାଇଁ ବଡ଼ ସୁଯୋଗ ଆଣିଛି। ତେଣୁ ଆପଣ ଯଥାଶୀଘ୍ର ଏହି ସମୟ ମଧ୍ୟରେ ଆପଣ ଆପ୍ଲାଏ କରନ୍ତୁ ଏବଂ ଯଦି ଲକ୍ ଆପଣଙ୍କର ସପୋର୍ଟ ଦିଏ, ତାହେଲେ ଆପଣ ମଧ୍ୟ ଏ ଚାକିରି ପାଇପାରିବେ। ତେବେ ଏ ଥିଲା ଛୋଟିଆ ଇନଫର୍ମେସନ୍। ଏ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା ନିହାତି ଲାଇକ୍ କରିବେ। ଏମିତି ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ଆପଣଙ୍କର ସାଙ୍ଗସାଥୀକୁ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ମାଧ୍ୟମରେ ସେୟାର କରନ୍ତୁ। ରହିଲୁ, ଦେଖା ହେବ ଆଉ ଏକ ଫ୍ରେଶ୍ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।